हेलो एवरीवन पिलामाने आजिर भिडियो आम डिस्कसन करमा ह्यूमन भैल्यूज जेनटा कि इथिक्स एंड भैल्यूज रो 4 नंबर क्लास है। आज यूनिट 1 रो 4 नंबर क्लास जेन मैंने आगर क्लास देखने से मैंने चैनल के विजिट करी देखी पार्बा तार नोट्स डाउनलोड करार चले तुम्हें टेलीग्राम चैनल जॉइन हो टेलीग्राम चैनल लिंक कमेंट सेक्शन में मिल जावा। तो आज भिडियो आम डिस्कसन करमा आमर ह्यूमन भैल्यूज रो टॉलरेंस कंपेसेशंस ऑब्जेक्टिविटी इंटेग्रिटी एटीट्यूड रेस्पेक्ट एंड कंसिस्टेंस एम्पैथी विषय में डिस्कसन करमा। बहुत तुमको ओडिया एंड इंग्लिश नोट्स मिल जावा। तो चलो स्टार्ट करमा आज क्लास। तो पे मैंने आज क्लास हूँ आम 4 नंबर क्लास 3टा क्लास अलरेडी सरी जाइन 3टा क्लास ने अलरेडी पढ़ी छाई देचुन आमर प्राइवेट एंड प्रीवियस क्लास ने प्राइवेट एंड पब्लिक रिलेशनशिप से पढ़ी था। तो आज क्लास ने पढ़ा आम ह्यूमन भैल्यूज। तो ह्यूमन भैल्यूज कहले क्या ह्यूमन भैल्यूज इंट्रोडक्शन टू ह्यूमन भैल्यूज are the fundamental principles that guide our thought, behavior and actions in life. They are the moral and ethical standard that helps individual to differentiate between right and wrong, good and bad. These values are essential for building a peaceful, cooperative and harmonious society. କାଣା କହିଲା ନା ମାନେ ଆମର ମାନବ ମୂଲ୍ୟବୋଧ ହେଉଛି ସେହି ନୀତି ଆଦର୍ଶ ଏବଂ ନୀତି ମୂଲ୍ୟ ଯାହା ଆମର ଚିନ୍ତା ଆଚରଣ ଓ କାର୍ଯ୍ୟକୁ ନିୟନ୍ତ୍ରଣ କରସି। ଆଉ ସେହି ମୂଲ୍ୟବୋଧ ଆମକୁ ସତ୍ୟ ଅସତ୍ୟ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ କରିବାକୁ ସାହାଯ୍ୟ କରସି। ବୁଝିଲା ଫାଷ୍ଟ ପାରାଗ୍ରାଫରେ ସେଟା କହିଛେ ମାନେ ହ୍ୟୁମାନ୍ ଭ୍ୟାଲ୍ୟୁ ଆର୍ ଦ ଫଣ୍ଡାମେଣ୍ଟାଲ୍ ପ୍ରିନ୍ସିପଲ୍ ଦ୍ୟାଟ୍ ଗାଇଡ୍ ଆୱାର ଥଟ୍ ଆମର ବିହେଭିଅର୍ ଆମର ଏଣ୍ଡ ଆକ୍ସନ୍ସ ଇନ୍ ଲାଇଫ୍ରେ। ତାପରେ ତାର ମୋରାଲ ଇଥିକାଲ ଷ୍ଟାଣ୍ଡାର୍ଡ ହେଲ୍ପ ଇନ୍ ଇଣ୍ଡିଭିଜୁଆଲ ଡିଫରେନ୍ସିଏସନ୍ ବିଟୱିନ୍ ରାଇଟ୍ ଆଣ୍ଡ ରଙ୍ଗ ବିଷୟରେ ଗୁଡ୍ ଆଣ୍ଡ ବ୍ୟାଡ୍ ବିଷୟରେ ପାର୍ଥକ୍ୟ କରିବାକୁ ସେ ସାହାଯ୍ୟ କରସି। ହ୍ୟୁମାନ୍ ଭ୍ୟାଲ୍ୟୁଜ୍ act as the foundation of character and are deeply connected with ethics. They shape our decisions, influence our relationships and determine the quality of our life. Education in human values helps students to develop a sense of responsibility, understanding and humanity. ମାନେ ମାନବୀୟ ମୂଲ୍ୟବୋଧଟା ହେଉଛି ସମାଜର ଶାନ୍ତି ସହଯୋଗ ଓ ମିଳିତ ଜୀବନ ଆଧାର। ଯେନେକି ଶିକ୍ଷା ମାଧ୍ୟମରେ ଯେତେବେଳେ ବି ସେହି ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କ ମନରେ ବିକଶିତ ହୁଏ ସେମାନେ ଦାୟୀ ଆଉ ସେମାନେ ନୀତିଶୀଳ ଓ ମାନବୀୟ ଚେତନା ସମ୍ପନ୍ନ ନାଗରିକ ହୋଇ ଉଠନ୍ତି। ବୁଝିଲା। ତାପରେ ଇମ୍ପୋର୍ଟାନ୍ସ ଅଫ୍ ହ୍ୟୁମାନ୍ ଭ୍ୟାଲ୍ୟୁଜ୍ କାରଣ moral development values help individual to develop moral reasoning and make ethical decision। ମାନେ moral development ମାନେ ନୀତିମୟ ଉନ୍ନତି କାଣା ନା ମୂଲ୍ୟବୋଧ ଆମକୁ ନୀତିଗତ ଭାବରେ ଚିନ୍ତା କରିବା ଓ ସଠିକ୍ ନିଷ୍ପତ୍ତି ନେବାରେ ସେମାନେ ଶିକ୍ଷା ଦେସି। ତାପରେ ସୋସିଆଲ ହାରମୋନି ମାନେ ଦ ପ୍ରମୋଟ ପିସ୍ ଟୋଲେରାନ୍ସ ଆଣ୍ଡ ରେସ୍ପେକ୍ଟ ଏମଙ୍ଗ ପିପୁଲ୍ ଅଫ୍ ଡିଫରେଣ୍ଟ ବ୍ୟାକଗ୍ରାଉଣ୍ଡସ୍। ମାନେ ସାମାଜିକ ସମନ୍ୱୟ ମାନେ ଏହା ସହିଷ୍ଣୁତା ସମ୍ମାନ ଓ ଶାନ୍ତି ସୃଷ୍ଟି କରେ। ମାନେ ଆମର ଏଣ୍ଡ ରେସ୍ପେକ୍ଟ କରବାଟା ପିପୁଲ୍ ଅଫ୍ ଡିଫରେଣ୍ଟ ବ୍ୟାକଗ୍ରାଉଣ୍ଡ ଯେନ୍ ପ୍ରକାର ବ୍ୟାକଗ୍ରାଉଣ୍ଡର ପିପୁଲ୍ ହୋଇଥାଉନ୍ ତାକୁ ଆମେ ରେସ୍ପେକ୍ଟ କରବା। ତାପରେ ପର୍ସନାଲ୍ ଗ୍ରୋଥ ଭ୍ୟାଲ୍ୟୁଜ୍ ଗାଇଡ୍ ଟୁୱାର୍ଡ ସେଲ୍ଫ ଡିସିପ୍ଲିନ୍ honesty and emotional maturity। ମାନେ ବ୍ୟକ୍ତିଗତ ବିକାଶ ମୂଲ୍ୟବୋଧ ଆମକୁ ନିଜକୁ ନିଜ ଶାସନ କରିବା ଓ ସତ୍ୟ ରାସ୍ତା ଚାଲିବାରେ ପ୍ରେରିତ କରେ। ତାପରେ ନ୍ୟାସନାଲ୍ ଇଣ୍ଟିଗ୍ରେସନ୍ସ ଦେ କ୍ରିଏଟ୍ ୟୁନିଟି ଆଣ୍ଡ କୋଅପରେସନ୍ସ ଏମଙ୍ଗ ସିଟିଜେନ୍ସ ଷ୍ଟ୍ରେନ୍ଦିଂ ଡେମୋକ୍ରେସି। ମାନେ ଜାତୀୟ ଏକତା କାଣା ନା ଏହା ଦେଶର ନାଗରିକମାନଙ୍କ ମଧ୍ୟରେ ଏକତା ସମାନତା ଆଉ ଭାଇଚାରା ସୃଷ୍ଟି କରସି। ତାପରେ ନେକ୍ସଟ ପଏଣ୍ଟ କାଣା ଅଛି ନା ଗ୍ଲୋବାଲ୍ ଅଣ୍ଡରଷ୍ଟାଣ୍ଡିଂ ହ୍ୟୁମାନ୍ ଭ୍ୟାଲ୍ୟୁଜ୍ ପ୍ରମୋଟ ୟୁନିଭର୍ସାଲ୍ ବ୍ରଦରହୁଡ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ ଏମଙ୍ଗ ନେସନ୍। ତାପରେ କାଣା ନା ଆମର ଗ୍ଲୋବାଲ୍ ଅଣ୍ଡରଷ୍ଟାଣ୍ଡିଂ ମାନେ ବିଶ୍ୱ ଭାଇଚାରା। ଗ୍ଲୋବାଲ୍ ଅଣ୍ଡରଷ୍ଟାଣ୍ଡିଂ ମାନେ ଆମର ବିଶ୍ୱ ଭାଇଚାରା ମାନେ ମୂଲ୍ୟବୋଧ ସମସ୍ତ ଦେଶ ଓ ଜାତିର ମଧ୍ୟରେ ମିଳନ ଓ ସମ୍ମାନର ଭାବନା ସେ ଜନ୍ମାସି। ତାପରେ ଦେଖମା ଆମେ ଟୋଲରାନ୍ସ କାଣା ନା ଟୋଲରାନ୍ସ କହିଲେ ଆମର ସହିଷ୍ଣୁତା। ମାନେ ଟୋଲରାନ୍ସର ମିନିଂ ହେଲା ଟୋଲରାନ୍ସ ମିନ୍ସ accepting and respecting the opinions, beliefs and practice of other even if they are different from our own. It is the ability to live peacefully with people who have diverse view, religion, cultures or lifestyle। ମାନେ ତାର ଅର୍ଥ କାଣା ହେଲା ପିଲେ ଆମର ଟୋଲରାନ୍ସର ଶୁଦ୍ଧ ମାନେ ଓଡ଼ିଆ କହିଲେ ସହିଷ୍ଣୁତା। ମାନେ ସେହି ସହିଷ୍ଣୁତାର ଅର୍ଥ ହେଉଛି ଅନ୍ୟମାନଙ୍କ ମତ ବିଶ୍ୱାସ ଓ ଆଚରଣକୁ ଗ୍ରହଣ କରିବା ଓ ସମ୍ମାନ ଦେବା। ଏହା ହେଉଛି ତାର ବିଭିନ୍ନ ମନୋଭାବ ରହେ ଧର୍ମ ଓ ସଂସ୍କୃତି ସହିତ ଶାନ୍ତିପୂର୍ଣ୍ଣ ଭାବରେ ଜୀବନଯାପନ କରିବାର କ୍ଷମତା। ଟୋଲରାନ୍ସର ମିନିଂ ସେଇଟା।
तो आम देखमा तार माने एक्सप्लेनेशन काଣା କହିছে ନା ए टॉलरेंट पर्सन अंडरस्टैंड दैट एवरी इंडिविजुअल हैज़ द राइट टू थिंक एंड लिव डिफरेंटली टॉलरेंस हेल्प टू रिड्यूस कॉन्फ्लिक्ट hatred and discriminations in society. It encourages upon mindedness and acceptance ମାନେ ସରି ମାନେ କାଣା କହିଲା ନା ସେଟା ମାନେ ସେଇ ଯେନ୍ ସହିଷ୍ଣୁତା ଲୋକମାନେ ରହିସନ୍ ସେମାନେ ସେମାନେ ଭାବସନ୍ କି ସେମାନେ ଭାବସନ୍ କି ପ୍ରତ୍ୟେକ ଲୋକ ମାନେ ସବୁ ମଣିଷର ଭିନ୍ନ ଭିନ୍ନ ଭାବେ ଚିନ୍ତା ଓ ଜୀବନଯାପନ କରିବାର ଅଧିକାର ଅଛି। ଏହି ଗୁଣ ସମାଜରେ ଘୃଣା ଓ ଦେଶକୁ ହ୍ରାସ କରେ ଏବଂ ମିଳନ ସୃଷ୍ଟି କରେ। ସେଇ ସହିଷ୍ଣୁତା ସେ କହୁଛେ କି ମାନେ ସହିଷ୍ଣୁତା ଲୋକ ଭାବସନ୍ କି ପ୍ରତ୍ୟେକ ମନୁଷ୍ୟ ବା ପ୍ରତ୍ୟେକ ମଣିଷର ବିଭିନ୍ନ ଭାବେ ଚିନ୍ତା ଓ ଜୀବନଯାପନ କରିବାର ଅଧିକାର ଅଛେ। ଆଉ ସେହି ଗୁଣ ସମାଜରେ ଘୃଣା ଓ ଦେଶତ୍ୱକୁ ହ୍ରାସ କରେ ଏବଂ ମିଳନ ସୃଷ୍ଟି କରେ। ଯେନ୍ତାକି ଉଦାହରଣ ରେସ୍ପେକ୍ଟିଂ ପିପୁଲ୍ ଅଫ୍ ଡିଫରେଣ୍ଟ ରିଲିଜିଅନ୍ ଆଣ୍ଡ ସେଲିବ୍ରେଟିଂ ଫେଷ୍ଟିଭାଲ୍ ଟୁଗେଦର୍। ଯେନ୍ତାକି ବିଭିନ୍ନ ଧର୍ମର ଲୋକମାନଙ୍କ ସହିତ ପର୍ବ ଉତ୍ସବ ପାଳନ କର୍ମା ଆମେ ଲିସନିଂ ପେସେଣ୍ଟଲି ଟୁ ଅଦର୍ସ ଓପିନିଅନ୍ସ ଇଭେନ୍ ହି ଡିସ୍ଏଗ୍ରି ମାନେ ଅନ୍ୟମାନଙ୍କ ମତକୁ ସହନ କରିବା ଯଦି ତାହା ସହିତ ଆପଣ ସହମତ ନୁହନ୍ତି। ମାନେ ଇମ୍ପୋର୍ଟାନ୍ସ ଇନ୍ ଷ୍ଟୁଡେଣ୍ଟ ଲାଇଫ୍ ଛାତ୍ର ଜୀବନରେ ତାର ଗୁରୁତ୍ୱ କାଣା ଷ୍ଟୁଡେଣ୍ଟ କମ୍ ଫ୍ରମ୍ ଡିଫରେଣ୍ଟ ବ୍ୟାକଗ୍ରାଉଣ୍ଡ ଟୋଲରେନ୍ସ ହେଲ୍ପ them build friendships cooperation and teamwork it prepare them become responsible citizens in a multicultural world। तो जेन मैंने भी टॉलरेंस काना बुझे नहीं पार्ल इ इंपोर्टेंस ऑफ स्टूडेंट लाइफ जेन पॉइंटा अच्छे से उदाहरण तुम्हें बुझीज कि टॉलरेंस मतलब काना ना स्टूडेंट्स कम फ्रॉम डिफरेंट बैकग्राउंड्स टॉलरेंस हेल्प्स them build friendships cooperations and teamworks it prepare them to become responsibility citizens in a multicultural world। ମାନେ ସହିଷ୍ଣୁତା ଛାତ୍ରଛାତ୍ରୀଙ୍କୁ ଦଳୀୟ କାର୍ଯ୍ୟ ସହଯୋଗ ଓ ମିତ୍ରତାରେ ସାହାଯ୍ୟ କରିଛି। କାଣା କରିଛି ନା ବିଲ୍ଡ ଫ୍ରେଣ୍ଡସିପ୍ସ କୋଅପରେସନ୍ ଆଣ୍ଡ ଟିମ୍ ୱାର୍କରେ ସେ ସାହାଯ୍ୟ କରୁଛି। ତାପରେ କମ୍ପାସେସନ୍ସ ହେଲେ କାଣା ନା କରୁଣା ବା ଦୟା ଗୋଟେ ହିସାବରେ ତାର ମିନିଂ କାଣା କମ୍ପାସେସନ୍ସ ମିନ୍ସ ଫିଲିଂ ଆଣ୍ଡ ଶୋଇଂ କାଇଣ୍ଡନେସ୍ ଦୟା କେୟାର ଆଣ୍ଡ concerns for others who are in pain or need help it is the emotional response that motivates people to help other। ମାନେ କରୁଣାର ଅର୍ଥ ହେଉଛି ଅନ୍ୟମାନଙ୍କର ଦୁଃଖ ବେଦନା ଓ ଅସୁବିଧାକୁ ଅନୁଭବ କରି ସେମାନଙ୍କର ସହାୟତା କରିବାର ଭାବନା। ମାନେ ତାର ମିନିଂ ଏଇଟା କମ୍ପାସେସନ୍ସ ମିନ୍ସ ଫିଲିଂ ଆଣ୍ଡ ଶୋଇଂ କାଇଣ୍ଡନେସ୍ କେୟାର ଆଣ୍ଡ କନସର୍ନ ଫର୍ ଅଦର୍ ହୁ ଆର୍ ଇନ୍ ପେନ୍ ଅର୍ ନିଡ୍ ହେଲ୍ପସ୍ ଇଟ୍ ଇଜ୍ ଦ ଇମୋସନାଲ୍ ରେସ୍ପନ୍ସ ଦ୍ୟାଟ୍ସ ମୋଟିଭ୍ସ ପିପୁଲ୍ ଟୁ ଅଦର୍ସ। ମାନେ ତାର ଅର୍ଥ ହେଉଛି ଅନ୍ୟମାନଙ୍କର ଦୁଃଖ ତାର ବେଦନା ଏବଂ ଅସୁବିଧାକୁ ଅନୁଭବ କରି ସେମାନଙ୍କ ସହାୟତା କରିବା କଥା। ତାର compassion is a combination of love and empathy it makes human beings sensitive to the suffering of others a compassionate person not only feels pity but also takes action to reduce other suffering। କାଣା କହିଲା ନା କରୁଣା ମନୁଷ୍ୟ ବା ସେ କମ୍ପେସେସନ୍ ମନୁଷ୍ୟଟା ସହାନୁଭୂତିଶୀଳ ଓ ସେବାମୟ କରେ। ଏହା କେବଳ ଦୟା ନୁହେଁ ବରଂ କାହାର ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ କାମ କରିବାର ପ୍ରେରଣା ମଧ୍ୟ ସେ ଦିଏ। ଯେନ୍ତାକି ଉଦାହରଣ ହେଲ୍ପିଂ ଏ ଫ୍ରେଣ୍ଡ ଇନ୍ ଡିଫିକଲ୍ଟ ମାନେ ଜଣେ ଦୁଃଖିତ ସାଙ୍ଗକୁ ସାହାଯ୍ୟ କରିବା ସପୋର୍ଟିଂ ଟୁ ଦ ପିଓର ଏଲ୍ଡର ସିକ୍ସ ମାନେ ସପୋର୍ଟ କର୍ମା ଗରିବ ହଉ କି ଆମର ଅସହାୟ ଲୋକ ରୋଗୀ ହଉ ତାକେ ଆମେ ସାହାଯ୍ୟ କର୍ମା ଭଲେଣ୍ଟିୟରିଂ ଫର୍ ସୋସିଆଲ୍ ସର୍ଭିସ୍ କର୍ମା। ତ ଏଇଟା ଇମ୍ପୋର୍ଟାନ୍ସ ଇନ୍ ଷ୍ଟୁଡେଣ୍ଟ ଲାଇଫ୍ରେ କାଣା ଦେଉଛେ ନା ଷ୍ଟୁଡେଣ୍ଟ ମଷ୍ଟ ଲର୍ନ କମ୍ପେସେସନ୍ ଟୁ ବିଲ୍ଡ ଏ କେୟାରିଂ ଆଣ୍ଡ ସପୋର୍ଟିଭ୍ ସୋସାଇଟି ଇଟ୍ ପ୍ରମୋଟ୍ କାଇଣ୍ଡନେସ୍ କୋଅପରେସନ୍ସ ଆଣ୍ଡ ୟୁନିଟି। ମାନେ କରୁଣା ଛାତ୍ରଛାତ୍ରୀମାନଙ୍କୁ ଦୟାଶୀଳ ଏବଂ ସହଯୋଗ ମନୋଭାବ ବିକଶିତ କରିବାରେ ସାହାଯ୍ୟ କର୍ସି। ତାପରେ ନେକ୍ସଟ ଆମର ଅଛେ ରେସନାଲିଟି ତାର ମିନିଂ କାଣା ନା ରେସନାଲିଟି ମିନ୍ସ ୟୁଜିଂ ରିଜନ୍ ଲଜିକ୍ ଆଣ୍ଡ କ୍ରିଟିକାଲ୍ ଥିଙ୍କିଂ ଟୁ ମେକ୍ डिसीजन इंस्टेड ऑफ इमोशंस सुपरस्टिशंस और ब्लाइंड बिलीफ। रेसनालिटीर ଓଡ଼ିଆ ଆମର ହେଉଛି ବିବେକଶୀଳତା ବିବେକଶୀଳତାର ଅର୍ଥ କାଣା ନା ଆମର ବିବେକଶୀଳତାର ଅର୍ଥ ହେଉଛି ଭାବନା କିମ୍ବା ଅନ୍ଧବିଶ୍ୱାସ ଉପରେ ନୁହେଁ ବରଂ ବୁଦ୍ଧି ଯୁକ୍ତି ଓ ତଥ୍ୟ ଉପରେ ଆଧାର କରି ନିଷ୍ପତ୍ତି ନେବାର କଥା। ଆମର ରେସନାଲିଟି ମାନେ ରେସନାଲିଟି ମିନ୍ସ ୟୁଜିଂ ରିଜନ୍ ଲଜିକ୍ ଆଣ୍ଡ କ୍ରିଟିକାଲ୍ ଥିଙ୍କିଂ ଟୁ ମେକ୍ डिसीजन इंस्टेड ऑफ इमोशन ସୁପରଷ୍ଟିସନ୍ସ ଅର୍ ବ୍ଲାଇଣ୍ଡ ବିଲିଫ୍। ମାନେ ବିବେକଶୀଳତାର ଅର୍ଥ ହେଉଛି ଭାବନା କିମ୍ବା ଅନ୍ଧବିଶ୍ୱାସ ଉପରେ ନୁହେଁ ବରଂ ବୁଦ୍ଧି ଯୁକ୍ତି ଓ ତଥ୍ୟ ଉପରେ ଆଧାର କରି ନିଷ୍ପତ୍ତି ନେବା କଥା। ତ ଏ ରେସନାଲ୍ ପର୍ସନ୍ always thinks before acting rational thinking help individual to make wise decision based on evidence and reasoning it prevents people from being misled by false ideas or rumors।
ମାନେ ବିବେକଶୀଳ ଲୋକ ସବୁବେଲେ କାଣା ଚିନ୍ତା କରସନ୍ ନିଷ୍ପତ୍ତି ନେବାର୍ କାଣା ଚିନ୍ତା କରସନ୍ କି ନିଷ୍ପତ୍ତି ନେବାର୍ ଲାଗି ମାନେ ସେମାନେ ଗୋଟେ ଏହା ମାନେ ତାଙ୍କର ମନୁଷ୍ୟକୁ ଭୁଲ ଧାରଣା ଅନ୍ଧବିଶ୍ୱାସ ଓ ଅଫବାହିରୁ ରକ୍ଷା କର୍ସି ଆମର୍ ବିବେକଶୀଳତା ଯେନ୍ଟାକି ଉଦାହରଣ ଚେକିଂ ଫ୍ୟାକ୍ଟ ବିଫୋର୍ ବିଲିଭିଂ ଏନି ଇନଫର୍ମେସନ୍ ମାନେ କୌଣସି ସମାଚାର ବିଶ୍ୱାସ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କର୍ମା ସଲଭିଂ ପ୍ରୋବ୍ଲେମ୍ ଥ୍ରୋ ଲଜିକାଲ୍ ରିଜନିଂ ସମସ୍ୟା ମେକିଂ ଜଜମେଣ୍ଟ ବେସ୍ଡ ଅନ୍ ପ୍ରୁଫ୍ ଅର୍ ଦ ଅଣ୍ଡରଷ୍ଟାଣ୍ଡିଂ ମାନେ ସମସ୍ୟା ସମାଧାନ ପାଇଁ ଯୁକ୍ତି ଓ ବିଶ୍ଳେଷଣ ବ୍ୟବହାର କରିବା ତ ଇମ୍ପୋର୍ଟାନ୍ସ ଷ୍ଟୁଡେଣ୍ଟ ଲାଇଫ୍ରେ କାଣା କରୁଛେ ନା ଷ୍ଟୁଡେଣ୍ଟ ସୁଲ୍ ଥିଙ୍କ କ୍ରିଟିକାଲି ଆବାଉଟ୍ ହ୍ୱାଟ୍ ଦେ ଲର୍ନ ରେସନାଲିଟି ହେଲ୍ପ ଦେମ୍ ଇନ୍ ଷ୍ଟଡି ରିସର୍ଚ୍ଚ ଆଣ୍ଡ ରିଏଲ୍ ଲାଇଫ୍ ଡିସିଜନ୍ ମାନେ ଛାତ୍ର ଜୀବନରେ ତାର ଗୁରୁତ୍ୱ କାଣା ଏ ନା ଏହି ଗୁଣ ଶିକ୍ଷା ଗବେଷଣା ଆଉ ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ ଉପକାରୀ ହେଇଥିସି ତାପରେ ଅବଜେକ୍ଟିଭିଟି କହିଲେ କାଣା ନା ଆମର ନିଷ୍ପକ୍ଷତା ମାନେ ତାର ମିନିଂସ ଅବଜେକ୍ଟିଭିଟି ମିନ୍ସ ସିଂ things as they are without personal bias, emotions, or prejudice. It is the practice of being fair, neutral, and balanced in judgment. ମାନେ କାଣା କଲା ନା ଆମର ନିଷ୍ପକ୍ଷତା ଅର୍ଥ ହେଉଛି ନିଜର ଭାବନା ନିଜର ପ୍ରେମ ବା ପକ୍ଷପାତକୁ ପାଛେ ରଖି ଯଥାର୍ଥ ତଥ୍ୟ ଓ ଯୁକ୍ତି ଆଧାରିତ ନିଷ୍ପତ୍ତି ନେବା ତାର ଏକ୍ସପ୍ଲେନେସନ୍ସ an objective person does not allow personal feeling to influence decisions. Objectivity is essential in education, journalism, law, and public service. It ensures fairness and justice. କାଣା କହିଲା ନା ମାନେ ଆମର ନିଷ୍କର୍ମ୍ୟ ମନୋଭାବ ନୀତି ଓ ନ୍ୟାୟରେ ରକ୍ଷା କର୍ସି ଏହି ଗୁଣ ଶିକ୍ଷକ ସାମ୍ବାଦିକ ଆଉ ନ୍ୟାୟାଧୀଶ ଛାତ୍ର ଆମର ମାନେ ସବୁଙ୍କ ପାଇଁ ଆବଶ୍ୟକ essential in education, journalism, law, and public service. It ensures fairness and justice ଦଉଛି ଯେନ୍ତାକି ଏକ୍ଜାମ୍ପଲ୍ ଏ ଟିଚର୍ evaluating all students fairly ମାନେ ଜଣେ ଶିକ୍ଷକ ସମସ୍ତ ଛାତ୍ରଙ୍କୁ ସମାନ ଭାବରେ ମୂଲ୍ୟାୟନ କରିବା ମାନେ ଏ ଟିଚର୍ ଇଲିଭେଟିଂ ଅଲ୍ ଷ୍ଟୁଡେଣ୍ଟ ଫେୟାରଲି ମାନେ ସବୁ ରେଜଲ୍ଟ ସେ ଫେୟାରଲି ସବୁ ଷ୍ଟୁଡେଣ୍ଟ ଲାଗି ଇଲିଭେଟିଂ କରିବା ତାପରେ ଏ ଜର୍ଣ୍ଣାଲିଜିଷ୍ଟ ରିପୋର୍ଟ କରିବା ଫ୍ୟାକ୍ଟସ୍ ୱିଦାଉଟ୍ ଫେଭରିଟିଜିମ୍ ମାନେ ଜର୍ଣ୍ଣାଲିଷ୍ଟ ରିଏଲ୍ କଥାକେ ରିପୋର୍ଟିଂ କରିବା ତାପରେ ଏ ଷ୍ଟୁଡେଣ୍ଟ ଜଜିଂ ଏଜ୍ ଇସ୍ୟୁ ଲଜିକାଲି ନଟ୍ ଇମୋସନାଲି ତ ତାପରେ ନେକ୍ସଟ ଅଛି ଆମର ଇମ୍ପୋର୍ଟାନ୍ସ ଅଫ୍ ଷ୍ଟୁଡେଣ୍ଟ ଲାଇଫ୍ କାଣା ଅଛି ନା ଅବଜେକ୍ଟିଭିଟି ହେଲ୍ପ ଷ୍ଟୁଡେଣ୍ଟସ୍ ବିକମ୍ ଫେୟାର ମାଇଣ୍ଡେଡ୍ ଇଣ୍ଡିଭିଜୁଆଲ ହୁ ରେସ୍ପେକ୍ଟ ଟ୍ରୁଥ୍ ଆଣ୍ଡ ଜଷ୍ଟିସ୍ ମାନେ ଆମର ହେଲ୍ପ କରୁଛେ ଷ୍ଟୁଡେଣ୍ଟକେ କାଁଥି ଲାଗି ବିକମ୍ ଫେୟାର ମାଇଣ୍ଡେଡ୍ ରହିବାର୍ ଲାଗି ଇଣ୍ଡିଭିଜୁଆଲ ହୁ ରେସ୍ପେକ୍ଟ ଟ୍ରୁଥ୍ ଆଣ୍ଡ ଜଷ୍ଟିସ୍ ତାପରେ ଆମେ ଦେଖମା ଆଉ କେତେଟା ପଏଣ୍ଟ ଅଛେ ଫାଇଭ୍ ସାଇଣ୍ଟିଫିକ୍ ଆଟିଟ୍ୟୁଡ଼ ତାରପରେ ଅଛି ଆମର ଇଣ୍ଟିଗ୍ରିଟି ତାରପରେ ଅଛି ଆମର ରେସ୍ପେକ୍ଟିଂ କନସିଷ୍ଟେନ୍ସ ତାରପରେ ଲାଷ୍ଟ ଅଛି ଆମର ଏମ୍ପାଥି ତ ଏଇଟା ଆଉ ଗୋଟେ କ୍ଲାସ୍ ହେଲେ ସରିଯିବା ତ ଆଜିକା ଭିଡ଼ିଓଟା 12-15 ମିନିଟ୍ ହେଇଗଲାନ ତ ଭିଡ଼ିଓଟା ବେଶୀ ଲଙ୍ଗ୍ ହେଇଗଲେ ତୁମକୁ ବି ବୋର୍ ଲାଗ୍ବା ବେଶୀ ନି ଆମେ ଟିକେ ଟିକେ କରିକିରି ଆରାମସେ କୋର୍ସ ସାରିଦେମା ନୋଟ୍ସ ଲେଖି ଯିମା ପଢ଼ି ଯିମା ମନେ ରହିଯିବା ତ ଏଇଟାର ନୋଟ୍ସ ତୁମେ ଟେଲିଗ୍ରାମ ଚ୍ୟାନେଲ୍ରେ ପାଇଯିବ ବହୁତ ଓଡ଼ିଆ ଇଂଲିଶର ତଲେ ଦେଖିପାରୁଥିବ ଏଇଟା ଓଡ଼ିଆର ନୋଟ୍ସ ଅଛି ଏଇଟା ଓଡ଼ିଆର ନୋଟ୍ସ ତ ଓଡ଼ିଆର ନୋଟ୍ସ ବି ତୁମେ ପାଇଯିବ ଆଣ୍ଡ ଯେନ୍ମାନେ ବୁଝିବି ନି ପାରିଲ ତୁମେ ଥରେ ଉପରଟାକେ ଥରେ ରିଡ଼ିଂ କରିଦେଲା ପରେ ତାର ତଲେ ତ ଓଡ଼ିଆର ନୋଟ୍ସ ଅଛି ସେ ଓଡ଼ିଆର ନୋଟ୍ସକେ ବି ତୁମେ ପଢ଼ିଦେଲେ ଆଉ ଆରାମସେ ବୁଝିଯିବ ତ ଏଇଟାର ନୋଟ୍ସ ତୁମକୁ ଟେଲିଗ୍ରାମ ଚ୍ୟାନେଲ୍ରେ ମିଳିଯିବ ଟେଲିଗ୍ରାମ ଚ୍ୟାନେଲ୍ର ଲିଙ୍କ୍ କମେଣ୍ଟ ସେକ୍ସନ୍ରେ ଅଛି ତ ଯେତିକିଟା ବି ରହିଗଲା ସେଇଟା ଆମେ ନେକ୍ସଟ କ୍ଲାସ୍ରେ ଡିସ୍କସନ୍ କର୍ମା